ଶଗଡ଼ରେ ଆସିଲେ ମା ଜଗତଜନନୀ। ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଆଜି ଆରମ୍ଭ ହୋଇଯାଇଛି। ଆଜି ମା ଗମ୍ଭୀରା ଘର ଛାଡ଼ି ନିଜ ସନ୍ତାନମାନଙ୍କୁ ଭେଟିବା ପାଇଁ ଆସିଛନ୍ତି ଭଞ୍ଜନଗର ବଡ଼ଦାଣ୍ଡକୁ। କେଉଁ ଅନାଦି କାଳରୁ ଅନୁଷ୍ଠିତ ହେଉଥିବା ଠାକୁରାଣୀ ଯାତ୍ରା ପ୍ରତିବର୍ଷ 3 ବର୍ଷ ମଧ୍ୟରେ ଥରେ ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାରେ କୁଲାଡ଼ ମା ବ୍ୟାଘ୍ରଦେବୀ ଭଞ୍ଜନଗର ସହର ଉପକଣ୍ଠରେ ଥିବା ବୁଢ଼ୀ ଠାକୁରାଣୀଙ୍କୁ ପୂଜା କରାଯାଇଥାଏ। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ମା କୁଲାଡ଼ ଠାରୁ ଭଞ୍ଜନଗରକୁ ପାରମ୍ପରିକ ଶଗଡ଼ ଗାଡ଼ିରେ ବସି ଆସିଥାନ୍ତି। ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଘଣ୍ଟ ଘଣ୍ଟା ମଧ୍ୟରେ ପାଛୋଟି ନେଇଥାନ୍ତି। ମାଙ୍କ ଘଟ ପ୍ରତିମାକୁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଧରି ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ। ଚଳିତ ବର୍ଷ ଏହି ଠାକୁରାଣୀ ଯାତ୍ରାକୁ ଐତିହାସିକ କରିବା ପାଇଁ ଯାତ୍ରା କମିଟି, ଭଞ୍ଜନଗର ପୋଲିସ ଓ ପ୍ରଶାସନ ବ୍ୟାପକ ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଠାକୁରାଣୀ ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଭଞ୍ଜନଗର ମାନ୍ୟବର ବିଧାୟକ ତଥା ଭଞ୍ଜନଗର ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ସ୍ୱତନ୍ତ୍ର ଭାବେ ଦୃଷ୍ଟି ରଖି ପରିଚାଳିତ କରୁଛନ୍ତି। ଭଞ୍ଜନଗର ସହରକୁ ସରସ ସୁନ୍ଦର କରିବା ପାଇଁ ସାଜସଜ୍ଜା ସହ ଝୋଟି, କାନ୍ଥଚିତ୍ର, ଆଲୋକ ସଜ୍ଜା କରିଛନ୍ତି। ସେହିପରି ମାଙ୍କ ଆଗମନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ବହୁ ଲୋକକଳା, ଲୋକନୃତ୍ୟ, ବାଦ୍ୟ ସହ ସାଂସ୍କୃତିକ ଦଳ। ମାଙ୍କ ଆସିବା ସମୟରେ ଆତସବାଜି, ରଙ୍ଗୀନ କାର୍ଯ୍ୟକ୍ରମ ବହୁତ ଆକର୍ଷଣୀୟ ଥିଲା। ଏପ୍ରିଲ 26 ତାରିଖରୁ ମେ 20 ତାରିଖ 24 ଦିନ ଧରି ହେବାକୁ ଥିବା ଠାକୁରାଣୀ ଯାତ୍ରା ସମୟରେ ନିଜର ନୃତ୍ୟ ଗୀତ ପରିବେଷଣ କରିବାକୁ ଆସୁଥିବେ ବହୁ ନାମୀ ଦାମୀ କଳାକାର। ସେହିପରି ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ମୀନା ବଜାର, ଅପେରା, ସର୍କସ ଭଳି କାର୍ଯ୍ୟକ୍ରମ। ଏସବୁକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ବ୍ୟାପକ ଭାବେ ଟ୍ରାଫିକ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଭଞ୍ଜନଗରବାସୀ ତ ନିଶ୍ଚିତ ଭାବରେ ଉତ୍ସାହିତ ଅଛନ୍ତି, କାରଣ 3 ବର୍ଷ ଅନ୍ତରରେ ଭଞ୍ଜନଗର ଠାକୁରାଣୀ ଯାତ୍ରା ହୁଏ ଏବଂ ଏ ଯାତ୍ରାରେ ଆମର କିଛି ଗୋଟେ ସ୍ପେଶାଲ ରୁହେ, ଯେହେତୁ ପୁରୁଣା ପରମ୍ପରାକୁ ଦୃଷ୍ଟିରେ ରଖି ଯାତ୍ରା କରାଯାଉଛି। ଆପଣ ଯେଉଁ ଶଗଡ଼ରେ ମା ଆଜି ସକାଳୁ ଯାଇଛନ୍ତି ଆଣିବା ପାଇଁ, ମା ଆସିବେ ଶଗଡ଼ରେ, ଇଏ ଗୋଟେ ଆମର ପରମ୍ପରା। ଆଜିର ଯୁଗରେ, ଆଧୁନିକ ଯୁଗରେ ବି ସେ ପରମ୍ପରାକୁ ଆମେ ବଞ୍ଚାଇ ରଖିଛୁ। 200 ବର୍ଷରୁ ଉର୍ଦ୍ଧ୍ୱ ଏ ପରମ୍ପରା। ଏବଂ ଭଞ୍ଜନଗର ଯାତ୍ରା କାହିଁକି ଅନ୍ୟ ଯାତ୍ରାଠୁ ବିଶେଷତଃ, କାରଣ ନା ସବୁ ଯାତ୍ରାରେ କେବଳ ଗ୍ରାମ ଦେବତୀ, ଗୋଟିଏ ଦେବତୀ ହିଁ ଆସନ୍ତି, ପୂଜା ପାଆନ୍ତି। କିନ୍ତୁ ଭଞ୍ଜନଗର ଗୋଟେ ଯାତ୍ରା, ଠାକୁରାଣୀ ଯାତ୍ରା, ଯେଉଁଠି 2ଟି ଦେବୀ ଆସନ୍ତି ଏବଂ ମା ଗ୍ରାମ ଦେବତୀ ଠାକୁରାଣୀ ତତ୍ ସଙ୍ଗେ ସଙ୍ଗେ ଆମ ବଡ଼ ଦେବୀ ଯିଏ ଆମ ଘୁମୁସର ରାଜରାଜେଶ୍ୱରୀ ମା ବାଗଦେବୀ, ସିଏ ବି ସାଙ୍ଗରେ ଆସନ୍ତି। ଉଭୟ ଦେବୀଙ୍କର ଏଠି ପୂଜା ଅର୍ଚ୍ଚନା ହୁଏ। ଆର ସ୍ପେଶାଲ ଆଉ ଗୋଟେ ବି ଅଛି ଯେ ଆମର ସିଂହବାହିନୀ ଯେଉଁ 19 ତାରିଖ ଦିନ ହେବ, ସିଂହବାହିନୀ, ସିଏ ବି ଗୋଟେ ଦୁର୍ଲଭ ଦର୍ଶନ, ଦୁର୍ଲଭ ଘଟଣା ହୁଏ ଆମର ଭଞ୍ଜନଗରରେ। ତତ୍ପଶ୍ଚାତ ଭେଟ ଯାତ୍ରା, ଇଏ ବି ଅନ୍ୟ ଯାତ୍ରାରେ ଆପଣ ଦେଖିବାକୁ ପାଇବେନି। ଉଭୟ ଦେବୀଙ୍କର ଭେଟ ସେଇଠି ହେବ, ଭେଟ ସ୍ଥଳରେ। ଇଏ ବି ଗୋଟେ ସ୍ପେଶାଲ। ସେଥିପାଇଁ ଭଞ୍ଜନଗର ଯାତ୍ରା ଆପଣ ଯେତେ ଯାତ୍ରା ଦେଖୁଛନ୍ତି ସାରା ଗଞ୍ଜାମ ଜିଲ୍ଲା ହେଉ କି ଆଖପାଖ ଅଞ୍ଚଳରେ, ସବୁଠୁ ଟିକେ ଆମର ଟିକେ ଭିନ୍ନ ଧରଣର ଇଏ ଯାତ୍ରା। ଏବଂ ପ୍ରସ୍ତୁତି ଉପରେ କହିବାକୁ ଗଲେ, ଆପଣଙ୍କର ଇତିହାସରେ ପ୍ରଥମ ଥର କଲେକ୍ଟର ଆସିକି ଆମକୁ ରିଭ୍ୟୁ କରିଛନ୍ତି। କେବେ ଆଜି ପର୍ଯ୍ୟନ୍ତ କୌଣସି କଲେକ୍ଟର ଭଞ୍ଜନଗରରେ ରିଭ୍ୟୁ କରିନଥିଲେ, ପ୍ରଥମ ଥର କଲେକ୍ଟର କରିଛନ୍ତି। ବିଧାୟକ ବି 2 ଥର କରିଛନ୍ତି ସଫ୍ଟୱେୟାରଙ୍କ ସହିତ ଏବଂ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ସହିତ। ତେଣୁ ସମସ୍ତେ ଆକୁ ଲାଗି ପଡ଼ିଛନ୍ତି। ସିଏ ପ୍ରଶାସନ କୁହନ୍ତୁ, ଜନସାଧାରଣ କୁହନ୍ତୁ, ଆପଣ ମିଡ଼ିଆ ବାଲା କୁହନ୍ତୁ ଏବଂ କମିଟି ବାଲା, ସମସ୍ତଙ୍କର ମିଳିତ ଉଦ୍ୟମରେ ଆଜି ଗୋଟେ ସରସ ସୁନ୍ଦର ଏବଂ ସାରା ଭାରତରେ ଇଏ କୋଣ ଅନୁକୋଣରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନାହିଁ, ସମସ୍ତେ ଯିଏ ଯେଉଁଠି ଅଛନ୍ତି ସମସ୍ତଙ୍କ ତତ୍ପରତା ଆଜିଠୁ ଆରମ୍ଭ ଆଣି କିଏ କେଉଁଦିନ ଆସିବୁ ଆମେ ଯାତ୍ରାରେ ସାମିଲ ହେବୁ। ଏବଂ ଓଡ଼ିଶାର ମଧ୍ୟ ମୁଖ୍ୟମନ୍ତ୍ରୀ ବି କଥା ଦେଇଛନ୍ତି, ସେ ବି ଦିନେ ଆସିବେ ଏବଂ ଅନ୍ୟାନ୍ୟ ମନ୍ତ୍ରୀମାନେ ବି କଥା ଦେଇଛନ୍ତି, ସେମାନେ ବି ଗୋଟେ ଦିନ ଆସି ଯୋଗ ଦେବେ ଆମ ଯାତ୍ରାରେ। ଦେଖନ୍ତୁ, এই ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଏ 300 ବର୍ଷର, ପ୍ରାୟ 200 ବର୍ଷର ଅତି ପୁରାତନ ଠାକୁରାଣୀ ଯାତ୍ରା। এই ଯାତ୍ରାରେ ଆମର ଆଜି କମିଟି ଭାଇମାନେ 2 ମାସ ହେଲା ଅହରହ ଚେଷ୍ଟା କରି ଆଜି ଶେଷ ସୋପାନରେ ଯାତ୍ରା ପହଞ୍ଚିଛି। ମାତ୍ର ଆଉ 7-8 ଘଣ୍ଟା ବ୍ୟବଧାନରେ ମା ସେଇଠି ପହଞ୍ଚିବେ। ସେଥିପାଇଁ ଆମର ସମସ୍ତ କମିଟି ମେମ୍ବର, ପ୍ରଶାସନ ଏବଂ ବିଧାୟକ ସମସ୍ତେ ଆମେ ପ୍ରସ୍ତୁତ ଅଛୁ ମାଙ୍କୁ କିପରି ସୁରୁଖୁରୁରେ ଏଠି ଆଣିବା ପାଇଁ। ଏହି ଯାତ୍ରାରେ ଆମର ପ୍ରାୟ 17 ପ୍ରକାର ବେଶ
ଭବାନୀପାଟଣାର କାଟାପା, ବାଦ୍ୟଯନ୍ତ୍ର, ମୃଦୁଙ୍ଗ ଯନ୍ତ୍ର, ଘଣ୍ଟ ଯନ୍ତ୍ର ଏବଂ ଦୁଲଦୁଲି ଏ ପ୍ରକାର ବଡ଼ ବାଣ ପଟୁଆର ସହିତ ମାଆଙ୍କୁ ଆମେ ଆଣିବୁ। ଆଣି ସାରିଲା ପରେ ଆମେ ଯିବୁ ଆମର ଗ୍ରାମ ଦେବତୀ ମା ଠାକୁରାଣୀକୁ ଆଣି ବିଶ୍ରାମ ସ୍ଥଳରେ ରଖି ଆଜିର ଯାତ୍ରା ସମାପନ କରିବୁ। ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ଅଛି। ଆମେ ଅହରହ ଚେଷ୍ଟା କରିଛୁ ସବୁ ଡିପାର୍ଟମେଣ୍ଟ ସହିତ, ମୁଖ୍ୟତଃ ଭାବେ ପୋଲିସ ଡିପାର୍ଟମେଣ୍ଟ ସହିତ ଟ୍ରାଫିକର ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା ପାଇଁ ଆମେ କ୍ୟାମେରାର ବ୍ୟବସ୍ଥା କରିବାକୁ ଯାଉଛୁ। ଟ୍ରାଫିକ କେମିତି ସୁରୁଖୁରୁ ହେବ, ପ୍ରାୟ 3 ଥର କଲେକ୍ଟରଙ୍କ ସହିତ, ସବ୍ କଲେକ୍ଟର ସହିତ, ପୋଲିସ ଡିଏସ୍ପି ଏସ୍ପିଙ୍କ ସହିତ କଥାବାର୍ତ୍ତା ହେଇଛୁ। ସବୁ ପ୍ରକାର କାର୍ଯ୍ୟ ଠିକଠାକ ଚାଲିଛି ବୋଲି ଆଶା କରୁଛୁ ଏବଂ ହାଇ ଷ୍ଟେସନ ସହିତ କଥାବାର୍ତ୍ତା ସରିଛି, ସେମାନଙ୍କର ହେଲେ ତତ୍ପରତା ଅଛି। ମେଡିକାଲ ଡିପାର୍ଟମେଣ୍ଟ ସହିତ କଥାବାର୍ତ୍ତା ସରିଛି, ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ କଥାବାର୍ତ୍ତା ସରିଛି। ସବୁ ଡିପାର୍ଟମେଣ୍ଟ ଏଲର୍ଟ ହେଇକି ଅଛନ୍ତି ସବୁ ଜିନିଷରେ ଆମକୁ ସହଯୋଗ କରିବା ପାଇଁ। ତେଣୁ ଆଜି ଆଶା କରୁଛୁ ଆମର କମିଟି ଭାଇମାନଙ୍କ ଜରିଆରେ ବିଭିନ୍ନ ପ୍ରକାର ଯେଉଁ ବେଶ ଆସୁଛି ସମସ୍ତଙ୍କୁ ଗ୍ରୁପ କରି ଆମର କମିଟି ମେମ୍ବର ମାନେ ସେମାନଙ୍କୁ ଆଣି ମାଆଙ୍କୁ ବିଶ୍ରାମ ନେବେ ଏବଂ 28 ତାରିଖଠାରୁ ଆମର ଯାତ୍ରା ମାଆଙ୍କର ସାହି ପରିକ୍ରମା ଆରମ୍ଭ ହେବ। 15 ତାରିଖରେ ଅଛି ଆମର ବଡ଼ ବଡ଼ ବିଦ୍ୱାନ ପଣ୍ଡିତମାନଙ୍କୁ ଧରି ହୋମର ବ୍ୟବସ୍ଥା ଏବଂ 16 ତାରିଖରେ ଏଠି ଅମାବାସ୍ୟା ବ୍ରତ ପାଳନ କରାହେବ। 19 ତାରିଖରେ ସିଂହ ବାହିନୀ ଏବଂ 20 ତାରିଖରେ ମାଆଙ୍କର ପ୍ରତ୍ୟାବର୍ତ୍ତନ। ଏଇ ଯେଉଁ 30 ତାରିଖରୁ ଆରମ୍ଭ ହେବ ଆମର କଲଚରାଲ ପ୍ରୋଗ୍ରାମ। ଓଡ଼ିଶାର ବହୁତ ମାନ୍ୟଗଣ କଳାକାରମାନଙ୍କୁ ନେଇ ଆମେ କାର୍ଯ୍ୟକ୍ରମ କରିଛୁ। ଆପଣମାନଙ୍କୁ ଜାଣିଥିବେ ବହୁତ ବଡ଼ ବଡ଼ ବଦାନ କଳାକାର ସିଙ୍ଗରମାନେ ଆସୁଛନ୍ତି ଏବଂ ଆମେ ଲୋକାଲରେ ଯେଉଁ କଳାକାରମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଆମେ ଛାଡ଼ିନୁ, ସେମାନଙ୍କୁ ସୁଯୋଗ ଦେଇଛୁ, ସେମାନେ ଆସି ତାଙ୍କର ନୃତ୍ୟ ପରିବେଷଣ କରିବେ ଏବଂ ଆଶା ରଖୁଛୁ ଆମେ ଯେତେ କମିଟି ଯେତେ ଶକ୍ତିଶାଳୀ ଥିଲେ ମଧ୍ୟ ଭଞ୍ଜନ ଜନସାଧାରଣଙ୍କ ବିନା ସହଯୋଗରେ ଏ ଯାତ୍ରାଟା ହେବାଟା ଅସମ୍ଭବ। ସେଥିପାଇଁ ଆପଣମାନେ ଜରିଆରେ ଭଞ୍ଜନ ଜନସାଧାରଣଙ୍କୁ ଅନୁରୋଧ କରୁଛୁ, ଆପଣମାନେ ସହଯୋଗର ହାତ ବଢ଼ାନ୍ତୁ, ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ, এই ଯାତ୍ରାକୁ ଭରପୁର ଉପଭୋଗ କରନ୍ତୁ। ଭଞ୍ଜନଗରରୁ ଜିଲ୍ଲା ପ୍ରତିନିଧି ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ନିରପେକ୍ଷ।